ଆପଣମାନଙ୍କର ଘର କାମ ହେଲା ମୁଁ ଯେତିକି ବି ଶବ୍ଦ ଦେଇଛି ଏଇ 7ଟି ଶବ୍ଦର ବିପରୀତ ଶବ୍ଦ ଖୋଜି ଆମ କମେଣ୍ଟ ବକ୍ସରେ କମେଣ୍ଟ କରିଦିଅନ୍ତୁ। ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର। ମୁଁ ସିଦ୍ଧାର୍ଥ ଆପଣମାନଙ୍କୁ ସ୍ୱାଗତ କରୁଛି ଆମ ଓଡ଼ିଆ ଚ୍ୟାନେଲ୍ ନଲେଜ୍ ଅଫ୍ 98କୁ। ଆଜି ଆମେ ଆଲୋଚନା କରିବା ବିପରୀତ ଶବ୍ଦର ତୃତୀୟ ନମ୍ବର କ୍ଲାସ୍। ଆପଣ ଯଦି ଆମ ପ୍ରଥମ 2 କ୍ଲାସ୍ ଦେଖିନାହାନ୍ତି ତାହେଲେ ଆପଣମାନେ ଆମେ ଡିସ୍କ୍ରିପ୍ସନ୍ରେ ଲିଙ୍କ୍ ଦେଇଦେଉଛୁ, ଆପଣମାନେ ସେଇଠୁ ଯାଇକି ଦେଖିପାରିବେ। ଓ ଆମ ଟେଲିଗ୍ରାମ ଚ୍ୟାନେଲ୍ର ଲିଙ୍କ୍ ବି ଆମେ ଡିସ୍କ୍ରିପ୍ସନ୍ ବକ୍ସରେ ପକାଇ ଦେଇଛୁ। ଆପଣ ଯଦି ଇଣ୍ଟରେଷ୍ଟେଡ୍ ଅଛନ୍ତି ତାହେଲେ ଆପଣ ଟେଲିଗ୍ରାମ ଚ୍ୟାନେଲ୍ରେ ଜଏନ୍ ହେଇପାରିବେ। ପ୍ରତିଦିନ ସନ୍ଧ୍ୟା 8ଟାରେ ଆମେ ଯେତିକି ବି ପଢ଼ଉଛୁ ତାହିଁର କ୍ୱେଶ୍ଚିନ୍ ଆନ୍ସର୍ କରାଉଛୁ। ସୋ ଆପଣମାନଙ୍କୁ ଏକ୍ଜାମ୍ ପାଇଁ ବହୁତ ହେଲ୍ପଫୁଲ୍ ହେବ। ମୁଁ ପୁଣି ଥରେ କହିବା ପାଇଁ ଚାହୁଁଛି ଫ୍ରେଣ୍ଡସ୍, ଏଇଟା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। କାହିଁକିନା ପ୍ରତ୍ୟେକ ଏକ୍ଜାମ୍ରେ ଏଥିରୁ କ୍ୱେଶ୍ଚିନ୍ ବାଧ୍ୟ ଆସୁଛି। ସୋ ଆପଣମାନେ ୟାକୁ ନେଗ୍ଲେକ୍ଟ କରନ୍ତୁନି। ଭିଡ଼ିଓ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣମାନଙ୍କ ଏକ୍ଜାମ୍ ପଏଣ୍ଟ ଅଫ୍ ଭ୍ୟୁରୁ ବହୁତ ହେଲ୍ପଫୁଲ୍ ହେବ। ଚାଲନ୍ତୁ ଭିଡ଼ିଓଟିକୁ ଡେରି ନ କରି ଷ୍ଟାର୍ଟ କରିଦେବା। ବାଧ୍ୟ। ବାଧ୍ୟର ବିପରୀତ ଶବ୍ଦ କ'ଣ? ବାଧ୍ୟର ବିପରୀତ ଶବ୍ଦ ହେଉଛି ତୁମର ଅବାଧ୍ୟ। ବାଧ୍ୟର ବିପରୀତ ଶବ୍ଦ କ'ଣ? ବାଧ୍ୟର ବିପରୀତ ଶବ୍ଦ ହେଉଛି ଅବାଧ୍ୟ। ବାମର ବିପରୀତ ଶବ୍ଦ କ'ଣ? ବାମର ବିପରୀତ ଶବ୍ଦ ହେଉଛି ଦକ୍ଷିଣ। ବାଳୁତର ବିପରୀତ ଶବ୍ଦ କ'ଣ? ବାଳୁତର ବିପରୀତ ଶବ୍ଦ ହେଉଛି ତୁମର ବୃଦ୍ଧ। ବାଳୁତର ବିପରୀତ ଶବ୍ଦ କ'ଣ? ବୃଦ୍ଧ। ବାହ୍ୟର ବିପରୀତ ଶବ୍ଦ କ'ଣ? ବାହ୍ୟର ବିପରୀତ ଶବ୍ଦ ହେଉଛି ତୁମର ଅଭ୍ୟନ୍ତର କିମ୍ବା ଅଭ୍ୟନ୍ତରୀଣ। ଦୁଇଟା ମଧ୍ୟରୁ ଯେଉଁଟା ହେଲେ ବି ଚୁଜ୍ କରିପାରିବେ। ବାସ୍ତବର ବିପରୀତ ଶବ୍ଦ କ'ଣ? ବାସ୍ତବର ବିପରୀତ ଶବ୍ଦ ହେଉଛି ଅବାସ୍ତବ। ବାସ୍ତବର କ'ଣ? ଅବାସ୍ତବ। ବନ୍ଧୁର ବିପରୀତ ଶବ୍ଦ କ'ଣ? ସେହିପରି ବନ୍ଧୁର ବିପରୀତ ଶବ୍ଦ ହେଉଛି ମସୃଣ। ବ୍ରାହ୍ମଣର ବିପରୀତ ଶବ୍ଦ କ'ଣ? ବ୍ରାହ୍ମଣର ବିପରୀତ ଶବ୍ଦ ଅବ୍ରାହ୍ମଣ ବି ହେବ, ଚଣ୍ଡାଳ ବି ହେବ। ସୋ ଯଦି ଅପସନ୍ରେ ଅବ୍ରାହ୍ମଣ ଦେଇଛି ତାପରେ ଅବ୍ରାହ୍ମଣକୁ ଚୁଜ୍ କରିବେ, ଚଣ୍ଡାଳ ଦେଇଛି ତ ଚଣ୍ଡାଳକୁ ଚୁଜ୍ କରିବେ। ବୁଝିଲେ? ବିକର୍ଷଣର ବିପରୀତ ଶବ୍ଦ କ'ଣ? ବିକର୍ଷଣର ବିପରୀତ ଶବ୍ଦ ହେଉଛି ଆକର୍ଷଣ। ବିକାରର ବିପରୀତ ଶବ୍ଦ କ'ଣ? ବିକାରର ବିପରୀତ ଶବ୍ଦ ହେଉଛି ଅବିକାର। ବ୍ୟଷ୍ଟର ବିପରୀତ ଶବ୍ଦ କ'ଣ? ସେହିପରି ବ୍ୟଷ୍ଟର ବିପରୀତ ଶବ୍ଦ ହେଉଛି ତୁମର ସମଷ୍ଟି। ଭଙ୍ଗାର ବିପରୀତ ଶବ୍ଦ କ'ଣ? ଭଙ୍ଗାର ବିପରୀତ ଶବ୍ଦ ହେଉଛି ଗଢ଼ା। ଭୁଲର ବିପରୀତ ଶବ୍ଦ କ'ଣ? ଭୁଲର ବିପରୀତ ଶବ୍ଦ ହେଉଛି ନିର୍ଭୁଲ କିମ୍ବା ଠିକ୍। ଭୁଲର ଠିକ୍ କିମ୍ବା ନିର୍ଭୁଲ, ଏ ଦୁଇଟା ମଧ୍ୟରୁ କେଉଁଟା ହେଲେ ବି ଚୁଜ୍ କରିପାରିବେ। ଭଦ୍ରର ବିପରୀତ ଶବ୍ଦ କ'ଣ? ଭଦ୍ରର ବିପରୀତ ଶବ୍ଦ ହେଉଛି ଅଭଦ୍ର। ଭୟର ବିପରୀତ ଶବ୍ଦ କ'ଣ? ଭୟର ବିପରୀତ ଶବ୍ଦ ହେଉଛି ନିର୍ଭୟ କିମ୍ବା ନିର୍ଭୀୟତା। ନିର୍ଭୟ ବି ଲେଖିପାରିବ, ନିର୍ଭୀୟତା ବି ଲେଖିପାରିବ। ଯଦି ଆପଣମାନଙ୍କୁ ନିର୍ଭୟ ଦିଆହେଇଛି ଅପସନ୍ରେ ତାହେଲେ ନିର୍ଭୟ ମାରିବେ, ନିର୍ଭୟତା ଦିଆହେଇଛି ନିର୍ଭୟତା ମାରିବେ। ଦୁଇଟା ବି ଦିଆହେଇଛି ତାହେଲେ ତ ଆପଣମାନଙ୍କୁ ଆଇଦର ए और 1 बी, मतलब जो ऑप्शन ଦେଇଛି ସେ ଅପସନ୍ରେ ଆପଣମାନେ ଠିକ୍ କରିବେ। ଭିନ୍ନର ବିପରୀତ ଶବ୍ଦ କ'ଣ? ଭିନ୍ନର ବିପରୀତ ଶବ୍ଦ ହେଉଛି ଅଭିନ୍ନ କିମ୍ବା ଅଭୟ। ଭଲର ବିପରୀତ ଶବ୍ଦ ତ ସମସ୍ତେ ଜାଣିଥିବେ, ମନ୍ଦ। ଭକ୍ଷକର ବିପରୀତ ଶବ୍ଦ କ'ଣ? ଭକ୍ଷକର ବିପରୀତ ଶବ୍ଦ ହେଉଛି ଭକ୍ଷ୍ୟ କିମ୍ବା ରକ୍ଷକ। ଭାଙ୍ଗିବାର ବିପରୀତ ଶବ୍ଦ କ'ଣ? ଭାଙ୍ଗିବାର ବିପରୀତ ଶବ୍ଦ ହେଉଛି ଗଢ଼ିବା। ଗଢ଼ିବାର ବିପରୀତ ଶବ୍ଦ ଭାଙ୍ଗିବା। ହେଲା, ଚଲ ଯିବା ସେମିତି ନେକ୍ସଟ ଆଉ କେତୋଟି। ବିକୃତର ବିପରୀତ ଶବ୍ଦ କ'ଣ? ବିକୃତର ବିପରୀତ ଶବ୍ଦ ହେଉଛି ତୁମର କୃତ କିମ୍ବା ଅବକୃତ। ଅବିକୃତ, କୃତ କିମ୍ବା ଅବିକୃତ। ବିକ୍ରେତାର ବିପରୀତ ଶବ୍ଦ କ'ଣ? ବିକ୍ରେତାର ବିପରୀତ ଶବ୍ଦ ହେଉଛି କ୍ରେତା। ବିଜୟର ବିପରୀତ ଶବ୍ଦ କ'ଣ? ବିଜୟର ବିପରୀତ ଶବ୍ଦ ପରାଜୟ। ବିଜ୍ଞର ବିପରୀତ ଶବ୍ଦ କ'ଣ? ବିଜ୍ଞର ବିପରୀତ ଶବ୍ଦ ହେଉଛି ତୁମର ଅଜ୍ଞ। ବିଦିତର ବିପରୀତ ଶବ୍ଦ କ'ଣ? ବିଦିତର ବିପରୀତ ଶବ୍ଦ ହେଉଛି ତୁମର ଅବିଦିତ। ବିଧବାର ବିପରୀତ ଶବ୍ଦ କ'ଣ? ବିଧବାର ବିପରୀତ ଶବ୍ଦ ହେଉଛି ସଧବା। ମଞ୍ଜୁରର ବିପରୀତ ଶବ୍ଦ କ'ଣ? ସେହିପରି ମଞ୍ଜୁରର ବିପରୀତ ଶବ୍ଦ ହେଉଛି ତୁମର ନାମଞ୍ଜୁର। ମଞ୍ଜୁରର ବିପରୀତ ଶବ୍ଦ କ'ଣ? ନାମଞ୍ଜୁର। ମଠୁଆର ବିପରୀତ ଶବ୍ଦ କ'ଣ? ମଠୁଆର ବିପରୀତ ଶବ୍ଦ ହେଉଛି ଚଞ୍ଚଳିଆ। ମଠୁଆର ବିପରୀତ ଶବ୍ଦ କ'ଣ? ଚଞ୍ଚଳିଆ। ମଧୁରର ବିପରୀତ ଶବ୍ଦ କ'ଣ? ତିକ୍ତ କିମ୍ବା କଟୁ। ତିକ୍ତ ବି ହେଇପାରିବ, କଟୁ ବି ହେଇପାରିବ। ମଫସଲିଆର ବିପରୀତ ଶବ୍ଦ କ'ଣ? ମଫସଲିଆର ବିପରୀତ ଶବ୍ଦ ହେଉଛି ସହରିଆ। ମଫସଲିଆର ବିପରୀତ ଶବ୍ଦ କ'ଣ? ସହରିଆ।
ଭାରୀର ବିପରୀତ ଶବ୍ଦ କ'ଣ ସେହିପରି ଭାରୀର ବିପରୀତ ଶବ୍ଦ ହେଉଛି ତମର ଉଶ୍ୱାସ। ଭାରୀର ବିପରୀତ ଶବ୍ଦ କ'ଣ ଉଶ୍ୱାସ। ଉଶ୍ୱାସ ମାନେ କ'ଣ ହାଲକା। ଭୀମର ବିପରୀତ ଶବ୍ଦ କ'ଣ ଭୀମର ବିପରୀତ ଶବ୍ଦ ହେଉଛି କାନ୍ତ। ଭୀମର ବିପରୀତ ଶବ୍ଦ କ'ଣ କାନ୍ତ। ଭୀରୁର ବିପରୀତ ଶବ୍ଦ କ'ଣ ଭୀରୁର ବିପରୀତ ଶବ୍ଦ ହେଉଛି ସାହସୀ ନିର୍ଭୀକ। ସାହସୀ କିମ୍ବା ନିର୍ଭୀକ। ଭୀରୁ ମାନେ ଇଏ ଡରୁଆ। ବେଦର ବିପରୀତ ଶବ୍ଦ କ'ଣ ବେଦର ବିପରୀତ ସବୁ ଜାଣିଥିବେ ଅବେଦ। ଭୋଗର ବିପରୀତ ଶବ୍ଦ କ'ଣ ଭୋଗର ବିପରୀତ ଶବ୍ଦ ହେଉଛି ତ୍ୟାଗ। ମହିଳାର ବିପରୀତ ଶବ୍ଦ କ'ଣ ମହିଳାର ବିପରୀତ ଶବ୍ଦ ହେଉଛି ସଫା। ରସିକର ବିପରୀତ ଶବ୍ଦ କ'ଣ ରସିକର ବିପରୀତ ଶବ୍ଦ ହେଉଛି ଅରସିକ କିମ୍ବା ବେରସିକ। ଅରସିକ ବି ହେବ ବେରସିକ ବି ହେବ। ରାଜାର ବିପରୀତ ଶବ୍ଦ କ'ଣ ରାଜାର ବିପରୀତ ଶବ୍ଦ ସବୁବେଳେ ପ୍ରଜା ହିଁ ହୋଇଥାଏ। ରୁଗଣର ବିପରୀତ ଶବ୍ଦ କ'ଣ ରୁଗଣର ବିପରୀତ ଶବ୍ଦ ହେଉଛି ସୁସ୍ଥ। ରୋଗୀର ବିପରୀତ ଶବ୍ଦ କ'ଣ ସେହିପରି ରୋଗୀର ବିପରୀତ ଶବ୍ଦ ହେଉଛି ନିରୋଗ। ରୋଗୀର ବିପରୀତ ଶବ୍ଦ କ'ଣ ରୋଗୀର ବିପରୀତ ଶବ୍ଦ ହେଉଛି ତମର ନିରୋଗ। ମରାମତିର ବିପରୀତ ଶବ୍ଦ କ'ଣ ସେହିପରି ମରାମତିର ବିପରୀତ ଶବ୍ଦ ହେଉଛି ତମର ବେମରାମତି। ମରାମତିର ଶବ୍ଦ କ'ଣ ବେମରାମତି। ମଲାର ବିପରୀତ ଶବ୍ଦ କ'ଣ ମଲାର ହେଉଛି ତମର ଜିଅନ୍ତା। ମୂଳିମୁଣ୍ଡିଆର ବିପରୀତ ଶବ୍ଦ କ'ଣ ମଳିମୁଣ୍ଡିଆର ବିପରୀତ ଶବ୍ଦ ହେଉଛି ତମର ଧବଧାଉଳିଆ। ମଳିମୁଣ୍ଡିଆର ବିପରୀତ ଶବ୍ଦ ହେଉଛି ଧବଧାଉଳିଆ। ମହଙ୍ଗା କିମ୍ବା ମହରୋଗର ବିପରୀତ ଶବ୍ଦ ହେଉଛି ଏ ଦୁଇଟି ବିପରୀତ ଶବ୍ଦର ମଧ୍ୟ ବିପରୀତ ଶବ୍ଦ ହେଉଛି ଶସ୍ତା। ମାନର ବିପରୀତ ଶବ୍ଦ କ'ଣ ଅପମାନ। ମାନିର ବିପରୀତ ଶବ୍ଦ କ'ଣ ଅମାନି। ମାପର ବିପରୀତ ଶବ୍ଦ କ'ଣ ସେହିପରି ମାପର ବିପରୀତ ଶବ୍ଦ ହେଉଛି ଅମାପ। ମାଇକର ବିପରୀତ ଶବ୍ଦ କ'ଣ ମାଇକର ବିପରୀତ ଶବ୍ଦ ହେଉଛି ଅମାୟିକ। ମାଇକର ବିପରୀତ ଶବ୍ଦ କ'ଣ ଅମାୟିକ। ମାରଣର ବିପରୀତ ଶବ୍ଦ କ'ଣ ମାରଣର ବିପରୀତ ଶବ୍ଦ ହେଉଛି ତାରଣ। ମାରଣର ବିପରୀତ ଶବ୍ଦ କ'ଣ ତାରଣ। ରୋଜଗାରର ବିପରୀତ ଶବ୍ଦ କ'ଣ ସେହିପରି ରୋଜଗାରର ବିପରୀତ ଶବ୍ଦ ହେଉଛି ବେରୋଜଗାର। ଲବର ବିପରୀତ ଶବ୍ଦ କ'ଣ ଲବର ବିପରୀତ ଶବ୍ଦ ହର। ଲମ୍ବର ବିପରୀତ ଶବ୍ଦ ହେଉଛି ଅସାର। ଲମ୍ବାର ବିପରୀତ ଶବ୍ଦ ଚଉଡ଼ା। ଲୟର ବିପରୀତ ଶବ୍ଦ ବିଲୟ। ଲାଇନ୍ର ବିପରୀତ ଶବ୍ଦ ହେଉଛି ତମର ବେଲାଇନ୍। ଲାଇନ୍ର ବିପରୀତ ଶବ୍ଦ କ'ଣ ବେଲାଇନ୍। ଲାଭର ବିପରୀତ ଶବ୍ଦ କ୍ଷତି କିମ୍ବା ହାନି। କ୍ଷତି ବି ହେଇପାରେ ହାନି ବି ହେଇପାରେ ଲାଭର ବିପରୀତ ଶବ୍ଦ। ଲିଖିତର ବିପରୀତ ଶବ୍ଦ କ'ଣ ଲିଖିତର ବିପରୀତ ଶବ୍ଦ ତ ଗୋଟିଏ ଅଲିଖିତ ଆଉ ଗୋଟେ ମୌଖିକ। ମନେ ରଖିଥିବେ ଫ୍ରେଣ୍ଡସ୍ ପ୍ରତ୍ୟେକ ଏକ୍ଜାମ୍ରେ ଏଥିରୁ କ୍ୱେଶ୍ଚିନ୍ ଯାକ ପଚାରୁଛନ୍ତି। ସୋ ଆପଣମାନଙ୍କୁ ମୁଁ ଆଉ ଥରେ କହିଦେଉଛି କି ଏଗୁଡ଼ାକ 2ରୁ 3 ଥର ପଢ଼ି ନିଅନ୍ତୁ। ଆମେ ତ PDF ଟେଲିଗ୍ରାମ ଲିଙ୍କରେ ପ୍ରୋଭାଇଡ଼ କରିଦେଉଛୁ। ଆପଣମାନେ ଯଦି ଦେଖିବାକୁ ମାନେ ଡାଉନଲୋଡ଼ କରିନିଅନ୍ତୁ କରିନେଇକି ଏଇଟା ପ୍ରାକ୍ଟିସ୍ କରନ୍ତୁ। ଲେଖାର ବିପରୀତ ଶବ୍ଦ କ'ଣ ଅଲେଖା। ଲେଖାର ବିପରୀତ ଶବ୍ଦ କ'ଣ ଅଲେଖା। ମିତବାହୀର ବିପରୀତ ଶବ୍ଦ କ'ଣ ମିତବାହୀର ବିପରୀତ ଶବ୍ଦ ହେଉଛି ତମର ଅମିତବାହୀ କିମ୍ବା ଅପବାହୀ। ମିତ୍ରର ବିପରୀତ ଶବ୍ଦ ଶତ୍ରୁ। ମିତ୍ରାକ୍ଷର ବିପରୀତ ଶବ୍ଦ କ'ଣ ଅମିତ୍ରାକ୍ଷର। ମିତ୍ରାକ୍ଷର ବିପରୀତ ଶବ୍ଦ କ'ଣ ଅମିତ୍ରାକ୍ଷର। ମିଳନର ବିପରୀତ ଶବ୍ଦ କ'ଣ ମିଳନର ବିପରୀତ ଶବ୍ଦ ହେଉଛି ବିଚ୍ଛେଦ। ମିଶ୍ରିତର ବିପରୀତ ଶବ୍ଦ କ'ଣ ସେହିପରି ମିଶ୍ରିତର ବିପରୀତ ଶବ୍ଦ ହେଉଛି ଅମିଶ୍ରିତ। ମିଶ୍ରିତର କ'ଣ ଅମିଶ୍ରିତ। ମୁକୁଳାର ବିପରୀତ ଶବ୍ଦ କ'ଣ ମୁକୁଳାର ବିପରୀତ ଶବ୍ଦ ହେଉଛି ବନ୍ଧା। ମୁଖ୍ୟର ବିପରୀତ ଶବ୍ଦ କ'ଣ ଗୌଣ। ମୁଖ୍ୟର କ'ଣ ଗୌଣ। ମୁନଫାର ବିପରୀତ ଶବ୍ଦ କ'ଣ ମୁନଫାର ବିପରୀତ ଶବ୍ଦ ହେଉଛି ତମର ଲୋକସାନ। ଲୋକସାନ ହେଉଛି ତମର ମୁନଫାର ବିପରୀତ ଶବ୍ଦ। ମୁଖର ବିପରୀତ ଶବ୍ଦ କ'ଣ ବାଚାଳ। ମୁଖର କ'ଣ ବାଚାଳ। ଯଥାର ବିପରୀତ ଶବ୍ଦ ହେଉଛି ଅଯଥା। ଯଥାର କ'ଣ ଅଯଥା। ଯଥାର୍ଥର ବିପରୀତ ଶବ୍ଦ କ'ଣ ଯଥାର୍ଥର ବିପରୀତ ଶବ୍ଦ ହେଉଛି ଅଯଥାର୍ଥ ହେଲା। ଯଥାର୍ଥର ଅଯଥାର୍ଥ। ଲୋକସାନୀର ବିପରୀତ ଶବ୍ଦ କ'ଣ ଲୋକସାନୀର ବିପରୀତ ଶବ୍ଦ ହେଉଛି ଲାଭ। ଲୋଭୀର ବିପରୀତ ଶବ୍ଦ କ'ଣ ସେହିପରି ଲୋଭୀର ବିପରୀତ ଶବ୍ଦ ହେଉଛି ନିର୍ଲୋଭ। ଶକ୍ତର ବିପରୀତ ଶବ୍ଦ କ'ଣ ଶକ୍ତର ବିପରୀତ ଶବ୍ଦ ହେଉଛି ତମର ଅଶକ୍ତ। ଶାକାହାରୀର କ'ଣ ଶାକାହାରୀର ବିପରୀତ ଶବ୍ଦ ହେଉଛି ମାଂସାହାରୀ। ଶାନ୍ତର ବିପରୀତ ଶବ୍ଦ କ'ଣ ଶାନ୍ତର ବିପରୀତ ଶବ୍ଦ ହେଉଛି ଅଶାନ୍ତ। ଶାନ୍ତିର କ'ଣ ସେହିପରି ଶାନ୍ତିର ହେଉଛି ଅଶାନ୍ତି। ଶାରୀରିକର କ'ଣ ଶାରୀରିକର ବିପରୀତ ଶବ୍ଦ ହେଉଛି ତମର ମାନସିକ। ଶାଶ୍ୱତର ବିପରୀତ ଶବ୍ଦ କ'ଣ ଶାଶ୍ୱତର ବିପରୀତ ଶବ୍ଦ ହେଉଛି
ନଶ୍ୱର। ଶାଶ୍ୱତର କ'ଣ ନଶ୍ୱର। ଶାସକର କ'ଣ ହେବ ସେମିତି ଶାସକର ହେବ ତମର ଶାସିତ। ଶାସ୍ତ୍ରୀୟର କ'ଣ ଶାସ୍ତ୍ରୀୟର ହେଉଛି ଅଶାସ୍ତ୍ରୀୟ। ଶିବର ବିପରୀତ ଶବ୍ଦ କ'ଣ ଶିବର ବିପରୀତ ଶବ୍ଦ ହେଉଛି ଅଶିବ। ଶିବର ବିପରୀତ ଶବ୍ଦ କ'ଣ ଅଶିବ। ଯତ୍ନର ବିପରୀତ ଶବ୍ଦ କ'ଣ ସେହିପରି ଯତ୍ନର ବିପରୀତ ଶବ୍ଦ ହେଉଛି ତମର ଅଯତ୍ନ। ଯତ୍ନର ବିପରୀତ ଶବ୍ଦ କ'ଣ ଅଯତ୍ନ। ଯାଜକ ଯାଜକ ମାନେ କ'ଣ ପୁରୋହିତ। ଯାଜକ ମାନେ ଯାଜକ କିମ୍ବା ପୁରୋହିତ। ଯାଜକର ବିପରୀତ ଶବ୍ଦ କ'ଣ ଯଜମାନ। ଯାଜକର ବି ବିପରୀତ ଶବ୍ଦ ଯଜମାନ। ପୁରୋହିତର ବି ବିପରୀତ ଶବ୍ଦ ହେଉଛି ଯଜମାନ। ଜଗର ବିପରୀତ ଶବ୍ଦ କ'ଣ ଜଗର ବିପରୀତ ଶବ୍ଦ ହେଉଛି ବିୟୋଗ। ଜଡ଼ର ବିପରୀତ ଶବ୍ଦ କ'ଣ ବିଜଡ଼। ଯଜମାନର ବିପରୀତ ଶବ୍ଦ କ'ଣ ପୁଣି ଥରେ ଦେଲା ଦେଖନ୍ତୁ ଏଇଠି ଦେଇଛି ତମର ଯାଜକର ବିପରୀତ ହେଉଛି ଯଜମାନ। ଏଇଠି ଦେଇଛି ପୁଣି ଥରେ ଯଜମାନ। ଯଜମାନର ବିପରୀତ ଶବ୍ଦ କ'ଣ ପୁରୋହିତ ହେବ କିମ୍ବା ଯାଜକ ବି ହେବ। ଯାଜକ ପୁରୋହିତ ବି ହେବ ଯାଜକ ବି ହେବ। ଯୌଗିକର ବିପରୀତ ଶବ୍ଦ କ'ଣ ଅଯୌଗିକ। ଶୀତଳର ଉଷ୍ଣ। ଶ୍ଳୀଳର ବିପରୀତ ଶବ୍ଦ କ'ଣ ଅଶ୍ଳୀଳ। ଶ୍ଳୀଳର ବିପରୀତ ଶବ୍ଦ କ'ଣ ଅଶ୍ଳୀଳ। ଶୀଳର ବିପରୀତ କ'ଣ ଅଶୀଳ। ଏଇଟା ଦେଖ ଶ୍ଳୀଳ ଅଶ୍ଳୀଳ ଶୀଳ ଅଶ୍ଳୀଳ। ଶୁକର ବିପରୀତ ଶବ୍ଦ କ'ଣ କୃଷ୍ଣ। ଶୁଖିଲାର ବିପରୀତ ଶବ୍ଦ କ'ଣ ସେହିପରି ଅଦା। ଶୁଖିଲାର କ'ଣ ଅଦା। ଶିକ୍ଷକର ଛାତ୍ର। ଶିକ୍ଷାର ଅଶିକ୍ଷା। ଶିକ୍ଷିତର ଅଶିକ୍ଷିତ। ଶୀତର ସେହିପରି ଉଷ୍ଣ। ତାପରେ ହେଲା ସପତ୍ନିକ। ସପତ୍ନିକର ବିପରୀତ ଶବ୍ଦ ହେଉଛି ବିପତ୍ନିକ। ସମଷ୍ଟିର ବ୍ୟଷ୍ଟି। ସନ୍ଦେହୀର ବିପରୀତ ଶବ୍ଦ ନିଃସନ୍ଦେହ। ସଂକୋଚନର ବିପରୀତ ଶବ୍ଦ ପ୍ରସାରଣ। ସନ୍ଧିର ବିଗ୍ରହ। ସପକ୍ଷର ବିପକ୍ଷ। ତାପରେ ସଫଳର କ'ଣ ସଫଳର ହେଉଛି ତମର ଅସଫଳ। ସଫଳର ବିପରୀତ ଶବ୍ଦ କ'ଣ ଅସଫଳ। ଶୁଖିଲାର ଅଦା। ଶୁଣାର ଅଶୁଣା। ଶୁଦ୍ଧର ଅଶୁଦ୍ଧ। ଶୁଭର ଅଶୁଭ। ଶୁଷ୍କର ଆର୍ଦ୍ର। ଶୁଷ୍କର ବିପରୀତ ଶବ୍ଦ ଆର୍ଦ୍ର। ଶୂନ୍ୟର ବିପରୀତ ଶବ୍ଦ କ'ଣ ଶୂନ୍ୟର ବିପରୀତ ଶବ୍ଦ ହେଉଛି ପୂର୍ଣ୍ଣ। ଶକର ବିପରୀତ ଶବ୍ଦ କ'ଣ ସେହିପରି ଶକର ବିପରୀତ ଶବ୍ଦ ହେଉଛି ହର୍ଷ। ସଫଳର ତ ଅସଫଳ। ସଭ୍ୟର ଅପସଭ୍ୟ। ସମର କ'ଣ ବିଷମ। ସମୟର କ'ଣ ସମୟର ବିପରୀତ ଶବ୍ଦ ହେଉଛି ତମର ଅସମୟ। ସମ୍ଭବର ବିପରୀତ ଶବ୍ଦ କ'ଣ ଅସମ୍ଭବ। ସଙ୍କୋଚର ବିପରୀତ ଶବ୍ଦ ନିଃସଙ୍କୋଚ। ସମ୍ପତ୍ତିର ବିପରୀତ ଶବ୍ଦ କ'ଣ ସମ୍ପତ୍ତିର ବିପରୀତ ଶବ୍ଦ ହେଉଛି ତମର ବିପତ୍ତି। ସମ୍ପତ୍ତିର କ'ଣ ସମ୍ପତ୍ତିର ବିପରୀତ ଶବ୍ଦ ହେଉଛି ବିପତ୍ତି। ଶୋଭନୀୟର ବିପରୀତ ଶବ୍ଦ କ'ଣ ସେପରି ଶୋଭନୀୟର ବିପରୀତ ଶବ୍ଦ ହେଉଛି ତମର ଅଶୋଭନୀୟ। ଶୋଭନୀୟର କ'ଣ ଅଶୋଭନୀୟ। ଶ୍ରଦ୍ଧାର ବିପରୀତ ଶବ୍ଦ କ'ଣ ଶ୍ରଦ୍ଧାର ବିପରୀତ ଶବ୍ଦ ହେଉଛି ଘୃଣା ଅଶ୍ରଦ୍ଧା। ଘୃଣା ବି ହେବ ଅଶ୍ରଦ୍ଧା ବି ହେବ। ଶ୍ରୀଯୁକ୍ତର ବିପରୀତ ଶବ୍ଦ କ'ଣ ଶ୍ରୀଯୁକ୍ତର ବିପରୀତ ଶବ୍ଦ ହେଉଛି ଶ୍ରୀହୀନ। ଶ୍ରୀଯୁକ୍ତର ବିପରୀତ ଶବ୍ଦ ଶ୍ରୀହୀନ। ଶ୍ରୁତିକଟୁର ବିପରୀତ ଶବ୍ଦ କ'ଣ ଶ୍ରୁତିକଟୁର ବିପରୀତ ଶବ୍ଦ ହେଉଛି ଶ୍ରୁତି ମଧୁର। ଶ୍ରୁତିକଟୁର କ'ଣ ଶ୍ରୁତି ମଧୁର। ଶ୍ଳୀଳର ବିପରୀତ ଶବ୍ଦ କ'ଣ ଅଶ୍ଳୀଳ। ସଂକୀର୍ଣ୍ଣର ବିପରୀତ ଶବ୍ଦ କ'ଣ ପ୍ରଶସ୍ତ। ସଂଖୁଡ଼ିର ବିପରୀତ ଶବ୍ଦ କ'ଣ ନିଶଙ୍ଖୁଡ଼ି। ନିଶଙ୍ଖୁଡ଼ି। ସଞ୍ଜର ବିପରୀତ ଶବ୍ଦ କ'ଣ ସକାଳ। ସମ୍ପୂର୍ଣ୍ଣର ବିପରୀତ ଶବ୍ଦ କ'ଣ ଅସମ୍ପୂର୍ଣ୍ଣ। ସରବର ବିପରୀତ ଶବ୍ଦ କ'ଣ ସେହିପରି ସରବର ବିପରୀତ ଶବ୍ଦ ହେଉଛି ନୀରବ। ସରଳର ବିପରୀତ ଶବ୍ଦ କ'ଣ ସରଳର ବିପରୀତ ଶବ୍ଦ ହେଉଛି ଜଟିଳ କୁଟିଳ ବକ୍ର। ଦେଖନ୍ତୁ ତିନୋଟି ୱାର୍ଡ଼ ଦେଇଛି ତିନୋଟିରୁ ଯେଉଁଟା ହେଲେ ବି ତୁମେ ଯେଉଁଟା ଅପସନ୍ରେ ଅଛି ସେଇଟା ସିଲେକ୍ଟ କରିବେ। ସରଳର କ'ଣ କ'ଣ ବକ୍ର କୁଟିଳ ଜଟିଳ। ସରସର ବିପରୀତ ଶବ୍ଦ କ'ଣ ସରସର ବିପରୀତ ଶବ୍ଦ ହେଉଛି ନିରସ। ସଲଜ୍ଜର ବିପରୀତ ଶବ୍ଦ କ'ଣ ସଲଜ୍ଜର ବିପରୀତ ଶବ୍ଦ ହେଉଛି ନିର୍ଲଜ୍ଜ। ସଲଜ୍ଜର ନିର୍ଲଜ୍ଜ। ସଶ୍ରମ ସଶ୍ରମର ବିପରୀତ ଶବ୍ଦ ଅଶ୍ରମ। ସାକାରର ବିପରୀତ ଶବ୍ଦ ନିରାକାର। ସାଧାରଣର ବିପରୀତ ଶବ୍ଦ ଅସାଧାରଣ। ସାଧୁର ବିପରୀତ ଶବ୍ଦ ଅସାଧୁ ଏବଂ ତସ୍କର। ଅସାଧୁ ବି ହେବ ତସ୍କର ବି ହେବ। ସାନର ବିପରୀତ ଶବ୍ଦ କ'ଣ ବଡ଼। ଶାନ୍ତର ବିପରୀତ ଶବ୍ଦ ଶାନ୍ତର ବିପରୀତ ଶବ୍ଦ ହେଉଛି ଅଶାନ୍ତ ଅନନ୍ତ। ଶାନ୍ତର ବିପରୀତ ଶବ୍ଦ କ'ଣ ଅନନ୍ତ। ଶାନ୍ତର ବିପରୀତ ଶବ୍ଦ କ'ଣ ଅନନ୍ତ ହେଲା। ସଂକ୍ଷେପର ବିପରୀତ ଶବ୍ଦ କ'ଣ ସଂକ୍ଷେପର ବିପରୀତ ଶବ୍ଦ ହେଉଛି ବିସ୍ତାର।
संक्षिप्तर विपरीत शब्द होची विस्तृत। सॉरी संक्षिप्तर विपरीत शब्द होची तमरा विस्तृत हैला। संक्षिप्तर कौन विस्तृत। सकामर विपरीत शब्द कौन सकामर विपरीत शब्द होची निष्काम। सकामर कौन सकामर होची निष्काम। सकामर कौन निष्काम। सजर विपरीत शब्द कौन से परी सजर विपरीत शब्द होची तमरा बासी। सजर कौन सजर होची तमरा बासी। सज्जनर विपरीत शब्द कौन से परी सज्जनर विपरीत शब्द होची दुर्जन। सज्जनर कौन दुर्जन। सज्जन माने भल लोक दुर्जन माने मंद लोक। सत्र विपरीत शब्द कौन सत्र विपरीत शब्द होची असत। सतृष्णर विपरीत शब्द वितृष्ण। सत्यर विपरीत शब्द मिथ्या किंबा असत्य। असत्य भी कहि परिबा मिथ्या भी कहि परिबा। सनाथ सनाथार विपरीत शब्द अनाथा। सनाथार विपरीत शब्द अनाथा। सात्विकर विपरीत शब्द होला सात्विक। विपरीत शब्द तामसिक। तामसिक सात्विकर तामसिक। सामान्यर विपरीत शब्द कौन से परी सामान्यर विपरीत शब्द होची असामान्य। साम्यर विपरीत शब्द बहुसम्य। साम्यर कौन वैषम्य। सारर विपरीत असार। सार्थकर विपरीत शब्द से परी निरार्थक। स्वाक्षरर विपरीत शब्द स्वाक्षरर विपरीत शब्द कौन साक्षरर विपरीत शब्द होची निरक्षर। सिद्धिर विपरीत शब्द कौन सिद्धिर विपरीत शब्द होची तमर असिद्ध। सिद्धिर विपरीत शब्द कौन असिद्ध। सुकृतर विपरीत शब्द कौन सुकृतर विपरीत शब्द होची दुष्कृत। सुकृतर कौन दुष्कृत। सुगमर कौन सुगमर विपरीत शब्द होची दुर्गम। सस्त्रीकर विपरीत शब्द कौन सस्त्रीकर विपरीत शब्द होची तमर अस्त्रीक किंबा विपत्निक। सस्त्रीकर विपरीत शब्द कौन सस्त्रीक सॉरी अस्त्रीक किंबा विपत्निक। देखंतु यहाकू आउ थरे रिविजन करि नियंतु मन रखंतु कहीं आपण मानको प्रत्येक एग्जाम रे एथिरो क्वेश्चन पचाची। सो एथिरो क्वेश्चन निश्चय आसीबो। सस्त्रीकर विपरीत शब्द अस्तिक। चलते जीवा नेक्स्ट नेक्स्ट होची हमर सार्वजनीन। सार्वजनीन विपरीत शब्द कौन सार्वजनीन विपरीत शब्द होची तमर व्यक्तिगत। सार्वजनीन विपरीत शब्द कौन व्यक्तिगत। सुनामर विपरीत शब्द कौन सुनामर विपरीत शब्द होची तमर दुर्नाम। सुनामर विपरीत शब्द कौन दुर्नाम। सुंदरर विपरीत शब्द कौन से परी सुंदरर विपरीत शब्द होची एक असुंदर किंबा कुत्सित। असुंदर भी हबो कुत्सित भी हबे। सुप्तर विपरीत शब्द कौन सुप्तर विपरीत शब्द होची जागृत। सुप्तिर विपरीत शब्द कौन सुप्तिर विपरीत शब्द होची जागृति। शुभधर विपरीत शब्द कौन शुभधर विपरीत शब्द होची तमर दुर्बोध्य। दुर्बोध्य होची शुभधर विपरीत शब्द। सुशिक्षार विपरीत शब्द कौन सुशिक्षार विपरीत शब्द होची तमर कुशिक्षा। सुश्री विपरीत शब्द होची विश्री। सस्त्रीकर विपरीत शब्द कौन सस्त्रीकर विपरीत शब्द होची अस्त्रीक। सस्त्रीकर कौन अस्त्रीक किंबा विपत्निक। स्वीकाय सॉरी स्वकीया विपरीत शब्द होची कौन स्वकीयार विपरीत शब्द होची परकीया। स्मृति स्मृतिर विपरीत शब्द विस्मृति। संलग्नर विपरीत शब्द कौन संलग्नर विपरीत शब्द होची असंलग्न। हर्षर विपरीत शब्द कौन हर्षर विपरीत शब्द होची विषाद। यह 2019 एएस एग्जाम रे पड़ीथिला। हसर विपरीत शब्द कौन हसर विपरीत शब्द होची कांध। हानिर विपरीत शब्द कौन हानिर विपरीत शब्द होची लाभ। हकर विपरीत शब्द कौन हकर विपरीत शब्द होची नाहक किंबा बेहक। नाहक भी कहि परिबा बेहक भी कहि परिबा। हजमर विपरीत शब्द कौन हजमर विपरीत शब्द होची बद हजम। हजमर विपरीत शब्द कौन बद हजम। सुश्रीर विपरीत शब्द कौन सुश्रीर विपरीत शब्द होची विश्री। सूक्ष्मर विपरीत शब्द सूक्ष्मर विपरीत शब्द सेपरी स्थूल। हजमर तो जाणीदेले बद हजम। ह्रासर विपरीत शब्द कौन वृद्धि। ह्रासर विपरीत शब्द कौन वृद्धि। सेपरी प्रलयर विपरीत शब्द कौन सॉरी सृष्टिर विपरीत शब्द कौन सृष्टिर विपरीत शब्द होची तमर प्रलय। सृष्टिर कौन प्रलय।
ପ୍ରଭବର ବିପରୀତ ଶବ୍ଦ କ'ଣ? ପ୍ରଭବର ବିପରୀତ ଶବ୍ଦ ହେଉଛି ପ୍ରଳୟ। ପ୍ରଭବର ମାନେ କ'ଣ? ଉତ୍ପତ୍ତି। ଉତ୍ପତ୍ତିର ବି ପ୍ରଳୟ। ସ୍ଥାପିତର ବିପରୀତ ଶବ୍ଦ କ'ଣ? ସ୍ଥାପିତର ବିପରୀତ ଶବ୍ଦ ହେଉଛି ବିସ୍ଥାପିତ। ସ୍ଥାବରର ବିପରୀତ ଶବ୍ଦ କ'ଣ? ସ୍ଥାବରର ବିପରୀତ ଶବ୍ଦ ହେଉଛି ଅସ୍ଥାବର କିମ୍ବା ଜଙ୍ଗମ। ସ୍ଥିରର ବିପରୀତ ଶବ୍ଦ କ'ଣ? ସ୍ଥିରର ବିପରୀତ ଶବ୍ଦ ହେଉଛି ଅସ୍ଥିର। ସ୍ନିଗ୍ଧର ବିପରୀତ ଶବ୍ଦ କ'ଣ? ସ୍ନିଗ୍ଧର ବିପରୀତ ଶବ୍ଦ ହେଉଛି ରୁକ୍ଷ। ସିଗ୍ଧର ବିପରୀତ ଶବ୍ଦ କ'ଣ? ରୁକ୍ଷ। ସ୍ପଷ୍ଟର ବିପରୀତ ଶବ୍ଦ କ'ଣ? ସ୍ପଷ୍ଟର ବିପରୀତ ଶବ୍ଦ ହେଉଛି ଅସ୍ପଷ୍ଟ। ହିତର ବିପରୀତ ଶବ୍ଦ କ'ଣ? ହିତର ବିପରୀତ ଶବ୍ଦ ହେଉଛି ଅହିତ। ହତାବାଗା କିମ୍ବା ହତଭାଗ୍ୟ। ହତାବାଗା କିମ୍ବା ହତଭାଗ୍ୟର ବିପରୀତ ଶବ୍ଦ କ'ଣ? ଭାଗ୍ୟବାନ। ହିସାବୀର ବିପରୀତ ଶବ୍ଦ କ'ଣ? ବେହିସାବ। ହୀନର ବିପରୀତ ଶବ୍ଦ କ'ଣ? ମହାନ। ହୋସର ବିପରୀତ ଶବ୍ଦ କ'ଣ? ବେହୋସ। ହଂସାର ବିପରୀତ ଶବ୍ଦ କ'ଣ? ହଂସାର ବିପରୀତ ଶବ୍ଦ ହେଉଛି ଅହିଂସା। ହାସ୍ୟର ବିପରୀତ ଶବ୍ଦ କ'ଣ? ହାସ୍ୟର ବିପରୀତ ଶବ୍ଦ ହେଉଛି କ୍ରନ୍ଦନ। ହାସ୍ୟର ବିପରୀତ ଶବ୍ଦ କ'ଣ? କ୍ରନ୍ଦନ। ସ୍ୱକୀୟର ବିପରୀତ ଶବ୍ଦ କ'ଣ? ସ୍ୱକୀୟର ବିପରୀତ ଶବ୍ଦ ହେଉଛି ତୁମର ପରକୀୟ। ସ୍ୱକୀୟର କ'ଣ? ପରକୀୟ। ସ୍ୱର୍ଗର ବିପରୀତ ଶବ୍ଦ କ'ଣ? ସ୍ୱର୍ଗର ବିପରୀତ ଶବ୍ଦ ହେଉଛି ମର୍ତ୍ତ୍ୟ କିମ୍ବା ନରକ। ସ୍ୱଜାତୀୟର ବିପରୀତ ଶବ୍ଦ କ'ଣ? ବିଜାତୀୟ। ସ୍ୱତନ୍ତ୍ରର ବିପରୀତ ଶବ୍ଦ କ'ଣ? ସେହିପରି ସ୍ୱତନ୍ତ୍ର ବିପରୀତ ଶବ୍ଦ ହେଉଛି ପରତନ୍ତ୍ର। ସ୍ୱତନ୍ତ୍ରର କ'ଣ? ପରତନ୍ତ୍ର। ସ୍ୱଦେଶର ବିପରୀତ ଶବ୍ଦ କ'ଣ? ବିଦେଶ। ନାସ୍ତିର ବିପରୀତ ଶବ୍ଦ କ'ଣ? ଅସ୍ୱସ୍ତି। ସ୍ମରଣର ବିପରୀତ ଶବ୍ଦ କ'ଣ? ସ୍ମରଣର ବିପରୀତ ଶବ୍ଦ ହେଉଛି ତୁମର ବିସ୍ମରଣ। ସ୍ମରଣର କ'ଣ? ବିସ୍ମରଣ। ହିଂସାର ବିପରୀତ ଶବ୍ଦ କ'ଣ? ଅହିଂସା। ହିଂସାର କ'ଣ? ଅହିଂସା। ହାସ୍ୟର କ'ଣ? ସେହିପରି ହାସ୍ୟର ବିପରୀତ ଶବ୍ଦ ହେଉଛି କ୍ରନ୍ଦନ। କ୍ଷଣିକର ବିପରୀତ ଶବ୍ଦ କ'ଣ? କ୍ଷଣିକର ବିପରୀତ ଶବ୍ଦ ହେଉଛି ଚିରନ୍ତନ। କ୍ଷଣିକର କ'ଣ? ଚିରନ୍ତନ। କ୍ଷତର କ'ଣ ବିପରୀତ? ସେହିପରି କ୍ଷତର ବିପରୀତ ଶବ୍ଦ ହେଉଛି ଅକ୍ଷତ। କ୍ଷତର କ'ଣ? ଅକ୍ଷତ। କ୍ଷମର କ'ଣ? ସେହିପରି କ୍ଷମର ହେଉଛି ଅକ୍ଷମ। କ୍ଷୟର ବିପରୀତ ଶବ୍ଦ କ'ଣ? କ୍ଷୟର ବିପରୀତ ଶବ୍ଦ ହେଉଛି ବୃଦ୍ଧି କିମ୍ବା ଅକ୍ଷୟ। କ୍ଷୀଣର ବିପରୀତ ଶବ୍ଦ କ'ଣ? ସେହିପରି କ୍ଷୀଣର ବିପରୀତ ଶବ୍ଦ ହେଉଛି ପୃତୁଳ। କ୍ଷୀଣର କ'ଣ? ପୃଥୁଳ। କ୍ଷୁଦ୍ରର କ'ଣ? ସେହିପରି କ୍ଷୁଦ୍ରର ବିପରୀତ ଶବ୍ଦ ହେଉଛି ବୃହତ୍। କ୍ଷୁର୍ଣ୍ଣର ବିପରୀତ ଶବ୍ଦ କ'ଣ? କ୍ଷୁର୍ଣ୍ଣର ବିପରୀତ ଶବ୍ଦ ହେଉଛି ଅକ୍ଷୁର୍ଣ୍ଣ। କ୍ଷୁର୍ଣ୍ଣର କ'ଣ? ଅକ୍ଷୁର୍ଣ୍ଣ। ସୋ ଫ୍ରେଣ୍ଡସ୍, ଆଜିର ଆମ ଭିଡ଼ିଓଟି ଏଇଠି ଶେଷ ହୋଇଯାଇଛି। ସୋ ଆପଣମାନଙ୍କୁ ଯଦି ଆମ ଭିଡ଼ିଓ ଭଲ ଲାଗୁଛି ତାହେଲେ ଆପଣମାନେ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ ଆମ ଚ୍ୟାନେଲକୁ। ଆମେ ଡିସ୍କ୍ରିପ୍ସନ୍ରେ ଏହାର ଲିଙ୍କ୍ ଦେଇଦେଇଛୁ ଆମେ ଟେଲିଗ୍ରାମ ଚ୍ୟାନେଲର, ସେଇଠି ଜଏନ୍ ହୁଅନ୍ତୁ। ପ୍ରତିଦିନ ରାତି 8ଟାରେ କୁଇଜ୍ କମ୍ପିଟିସନ୍ ହେଉଛି। ଆପଣମାନେ ଏଇଟା ପଢ଼ି ସେଇଟା ଦିଅନ୍ତୁ। ଆପଣମାନଙ୍କୁ ଏକ୍ଜାମ୍ ପଏଣ୍ଟ ଅଫ୍ ଭ୍ୟୁରୁ ବହୁତ ହେଲ୍ପଫୁଲ୍ ହେବ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।